ষোহলতম জাতীয় মতদাতা দিবস 2026 ଅନୁଷ୍ଠିତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ହାଇସ୍କୁଲ ଛକଠାରେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏକ ରାଲିର ଶୁଭାରମ୍ଭ କରିଥିଲେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅର୍ବାନ ବ୍ୟାଙ୍କ ପଡ଼ିଆ ପରିସରରେ ପହଞ୍ଚିଥିଲେ। ଏହି ଦିବସ ଉପଲକ୍ଷେ ଏକ ଦସ୍ତଖତ ଅଭିଯାନ ହୋଇଥିଲା। ପରେ 16ତମ ଜାତୀୟ ମତଦାତା ଦିବସ 2026 ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଡେପୁଟି କଲେକ୍ଟର ମନୋଜ ପଟ୍ଟନାୟକ, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ମଧୁସ୍ମିତା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶପଥ ପାଠ ମଧ୍ୟ କରାଯାଇଥିଲା। ମତଦାନ ଅତୁଳନୀୟ ଅଟେ। ନିର୍ବାଚନ ବେଳେ ଆମର ମତଦାନ ନିଶ୍ଚୟ ଭାବେ ସରକାରଙ୍କ ଭାଗ୍ୟ ନିର୍ଣ୍ଣୟ କରିବ। ଭୋଟର ଦିବସ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା, ସ୍କୁଲ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦିବସରେ ଆମେ ଜନସାଧାରଣଙ୍କୁ ଏହା ଜଣାଇବାକୁ ଚାହିଁବୁ ଯେ ଭୋଟ ଦେବାର ଅଧିକାର ଗୋଟେ ବହୁତ ବଡ଼ ଗଣତାନ୍ତ୍ରିକ ଅଧିକାର ଜଣେ ନାଗରିକର। ତେଣୁ ନିର୍ବାଚନ ସମୟରେ ମାନେ ବହୁ ଲୋକ ଭୋଟ ଦେବାକୁ ଆଗ୍ରହ ପ୍ରକାଶ ନ କରି ରହିଯାଉଛନ୍ତି, ସେଭଳି କରିବା ଉଚିତ ନୁହେଁ। ପ୍ରତ୍ୟେକ ଭୋଟରର ଯୋଉ ଗୋଟିଏ ଭୋଟ ବହୁତ କିଛି ଫରକ ନିର୍ବାଚନ ଉପରେ ପକେଇ ପାରିବ। ତେଣୁ ଆମେ ଆଜିର ଦିବସରେ ସମସ୍ତଙ୍କୁ ଅନୁରୋଧ କରିବୁ, ଯେଉଁମାନେ ଭୋଟର ତାଲିକାରେ ସାମିଲ ନାହାନ୍ତି ସେମାନେ ସାମିଲ ହୁଅନ୍ତୁ ଏବଂ ଭୋଟ ସମୟରେ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରନ୍ତୁ। ଆଜି ଆମେ 16ତମ ଜାତୀୟ ମତଦାତା ଦିବସ ଆମର ପାରଳାଖେମୁଣ୍ଡିରେ ଆମେ କରିଛେ, ଯୋଉଠିକି ଆମର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତେ ଏଇଠି ଅବସ୍ଥାପିତ ଏଇଠି ପହଞ୍ଚିଥିଲେ। ତତ୍ ସଙ୍ଗେ ସଙ୍ଗେ ଆମ ଗଜପତି ଜିଲ୍ଲାର ଆମର ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ସମସ୍ତେ ଏଠି ପାର୍ଟିସିପେଟ କରିଥିଲେ। ପ୍ରଥମେ ୱାକାଥନ ହେଇଥିଲା, ଯୋଉଟାକି ଆମର କଲେଜ ଛକରୁ ଆମେ ଆମର ଯୋଉ ସାଧାରଣ ସଭା ଯୋଉଠି ଅନୁଷ୍ଠିତ ହେଇଛି ସେତିକି ପର୍ଯ୍ୟନ୍ତ ଆମେ ଚାଲିକି ଆସିଥିଲେ। ସମସ୍ତଙ୍କୁ ବିଭିନ୍ନ ପ୍ରକାର ନାରା ଦେଇକି ସମସ୍ତଙ୍କୁ ଆୱେର କରିଥିଲି ଭୋଟର୍ସ ମାନଙ୍କୁ। ଏହି ଯୋଉ 16ତମ ଆମର ଯୋଉ ମତଦାତା ଦିବସର ଉପଲକ୍ଷେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହିଁବି କି ଆମର ଯୋଉ ଇଲେକ୍ଟ୍ରାଲ ରୋଲ ରହିଛି ତାକୁ ଯେମିତି ହେଲ୍ଦି କରାଯାଉ, ଷ୍ଟ୍ରେନ୍ଥେନ୍ କରାଯାଉ। ଯେତେ ଯୁବ ଭୋଟର୍ସ ଅଛନ୍ତି ସେମାନେ ତାଙ୍କର ନାମକୁ ପଞ୍ଜୀକରଣ କରନ୍ତୁ। ତତ୍ ସଙ୍ଗେ ସଙ୍ଗେ ଯଦି ଡେଥ୍ ଅଛନ୍ତି, କିଛି ସିଫ୍ଟେଡ୍ ହେଇଛନ୍ତି ୟା ଭିତରେ ତାଙ୍କୁ ବାଦ ଦିଆଯାଉ ଏବଂ ଯଦି କିଛି ଭୁଲ ଭଟକା ଯଦି ରହିଛି ତାର କରେକ୍ସନର ଆବଶ୍ୟକତା ରହିଛି। ଏବଂ ସମସ୍ତ ମତଦାତା ମାନଙ୍କୁ ମୁଁ କହିବାକୁ ଚାହିଁବି କି ତାଙ୍କର ମତ ତାଙ୍କର ସାବ୍ୟସ୍ତ କରିବେ ବିନା କିଛି ଭୟରେ, ବିନା କିଛି ଭ୍ରାନ୍ତିରେ ଏବଂ କାହାର ପ୍ରରୋଚନାରେ ଆସି ନିଜର ମତଦାତା ମାନେ ସମସ୍ତେ ତାଙ୍କର ମତ ସାବ୍ୟସ୍ତ କରନ୍ତୁ ଏବଂ ରାଷ୍ଟ୍ର ନିର୍ମାଣରେ ସମସ୍ତେ ସହଯୋଗ କରନ୍ତୁ। ରାଷ୍ଟ୍ରୀୟ ମତଦାନ ଦିବସ ଆମେ ଯେହେତୁ ଯୁବଗୋଷ୍ଠୀ ଏବଂ ବାଳକମାନେ ସମସ୍ତ 18 ବର୍ଷର ଜାତୀୟ ମତଦାନ ଦିବସରେ ଆମେ ଅପେକ୍ଷାର ସହିତ ଏବଂ ନିର୍ଭୁଳ ଭାବରେ ଭୋଟ ଦେବାକୁ ଏଭଳି କହିକି ଗଣତନ୍ତ୍ର ସମୟରେ ଆମେ କିଛି ଟଙ୍କା ଏବଂ କିଛିଟା ପ୍ରଲୋଭନ ଦେଇକି 5 ବର୍ଷ ପାଇଁ କିଛିଟା ଟଙ୍କା ଯେପରିକି 500 ଟଙ୍କାର ଆମେ 5 ବର୍ଷ ପାଇଁ ବିକ୍ରି ହେଇଯାଉ। ଆଜିର ଏହି 16ତମ ଜାତୀୟ ମତଦାନ ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଆମେ ନିର୍ଭୁଲ ଭାବେ ଏବଂ କୌଣସି ପ୍ରଲୋଭନରେ ନ ଆସି ମତଦାନ ଏବଂ ସମସ୍ତଙ୍କୁ ବିଭିନ୍ନ ରାଲି ଏବଂ ସ୍ଲୋଗାନ ମାଧ୍ୟମରେ ଆମେ ଉତ୍ସାହିତ କରିବା ଯେ କୌଣସି ପ୍ରଲୋଭନରେ ନ ଆସି ସଚ୍ଚୋଟ ବ୍ୟକ୍ତିଙ୍କୁ ଭୋଟ ଦିଅନ୍ତୁ ଏବଂ ନିଜର ଉନ୍ନତି କରିବା ସହିତ ନିଜ ସମାଜ ଏବଂ ଦେଶର ଉନ୍ନତି କରନ୍ତୁ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।